ଏବେ ଆସିଲା ଭାରତୀୟ ଡାକ ବିଭାଗ ତରଫରୁ ବହୁତ ବଡ଼ ଖୁସିର ଖବର। ଦେଖନ୍ତୁ ଯେଉଁମାନେ ଜିଟିଏସ୍ ପାଇଁ ଆବେଦନ କରିଛନ୍ତି ଏବଂ ସେକେଣ୍ଡ ମେରିଟ୍ ଲିଷ୍ଟ ପାଇଁ ଅପେକ୍ଷା କରିଥିଲେ ଆପଣଙ୍କ ପାଇଁ ଖୁସିର ଖବର ଆସିଯାଇଛି। ଆପଣମାନଙ୍କ ପାଖରେ ବହୁତ କମ୍ ପ୍ରତିଶତ ଥିଲେ ମଧ୍ୟ ଆପଣମାନେ ନିଯୁକ୍ତିଟି ପାଇପାରିବେ। ଫାଇନାଲି ଆପଣଙ୍କ ପାଇଁ ଖୁସିର ଖବର ଆସିଯାଇଛି। ସର୍ବପ୍ରଥମେ ଆପଣମାନେ କେଉଁ ଜିଲ୍ଲାରେ ଆପ୍ଲାଏ କରୁଛନ୍ତି, କେଉଁ ଡିଭିଜନରେ, କେଉଁ ଭିଓ ୱାଇଜ୍ ଆପଣମାନେ ଆପ୍ଲାଏ କରିଛନ୍ତି। ଦେଖନ୍ତୁ ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ହାଇ କଟ୍ ଅଫ୍ ଯାଉଥିବା ବେଳେ କେଉଁ କେଉଁ ଜିଲ୍ଲାରେ ପ୍ରାୟ ଲୋ କଟ୍ ଅଫ୍ ଯାଉଛି। ଆପଣଙ୍କ ପାଖରେ କେବଳ ଦେଖନ୍ତୁ 48%ରୁ କମ୍ ପ୍ରତିଶତ ରଖିଥିଲା ମଧ୍ୟ ପିଲାମାନେ ଚାକିରି ପାଇଛନ୍ତି। ଆମେ ପ୍ରୁଫ୍ ସହିତ ଆପଣଙ୍କୁ ଦେଖାଇବୁ। ତ ଫାଇନାଲି ଆପଣଙ୍କ ମାର୍କ କେତେ ରହୁଛି ନିହାତି ଭାବରେ କମେଣ୍ଟ କରନ୍ତୁ ଏବଂ ଆପଣମାନେ କେଉଁ ଡିଷ୍ଟ୍ରିକ୍ଟରେ ଆବେଦନ କରିଛନ୍ତି ଆପଣମାନେ ସର୍ବପ୍ରଥମେ ଆପଣଙ୍କର ମତାମତ ଦିଅନ୍ତୁ। ଏବେ ଆସିଲା ଜିଡିଏସ୍ ରେଜଲ୍ଟକୁ। ଦେଖନ୍ତୁ ବର୍ତ୍ତମାନ ଯଦି ଆମେ ଦେଖିବା ଗତ ବର୍ଷ ଆପଣଙ୍କ ପାଇଁ 33,000ରୁ ଅଧିକ ପ୍ଲସ୍ ପଦବୀରେ ଜିଡିଏସ୍ର ଅନଲାଇନ୍ ଆପ୍ଲିକେସନ୍ ଚାଲିଥିଲା ଗତ ବର୍ଷ 2023ରେ। ବର୍ତ୍ତମାନ ଯଦି ଦେଖିବା 2024ରେ ଯଦି ଆମେ ଦେଖିବା ଦେଖନ୍ତୁ ଆପଣଙ୍କ ପାଇଁ 44,000ରୁ ଅଧିକ ପ୍ଲସ୍ ପଦବୀରେ ନିଯୁକ୍ତି ରହିଛି। ଗତ ବର୍ଷ ଅପେକ୍ଷା ଏ ବର୍ଷ ଆପଣଙ୍କ ପାଇଁ ମେରିଟ୍ ଲିଷ୍ଟ ଦେଖନ୍ତୁ 8 କିମ୍ବା 9 ଟାଇମ୍ ଆସିବାର ସମ୍ଭାବନା ରହିଛି। କାରଣ ପୂର୍ବ ବର୍ଷ ଯଦି ଦେଖିବା ଦେଖନ୍ତୁ 33,000 ଭ୍ୟାକେନ୍ସି ଥିଲା, ସେଥିରେ 6 ଟାଇମ୍ ରେଜଲ୍ଟ ଆସିଥିଲା ଏବଂ ଏ ବର୍ଷ ଆପଣଙ୍କ ପାଇଁ 44,000 ପଦବୀ ଭ୍ୟାକେନ୍ସି ରହୁଛି। ଏଥିରେ 8 କିମ୍ବା 9 ଟାଇମ୍ ଆପଣଙ୍କ ରେଜଲ୍ଟ ଆସିବାର ସମ୍ଭାବନା ବହୁତ ଚାନ୍ସେସ୍ ରହୁଛି। ଏବେ ଆପଣଙ୍କ ପାଇଁ ଖୁସିର ଖବର ଆସିଯାଇଛି କାରଣ ବହୁତ କମ୍ ପ୍ରତିଶତ ରଖିଥିଲେ ମଧ୍ୟ ଆପଣମାନେ ଚାକିରି ପାଇବେ। କାହିଁକି ଚାକିରି ପାଇବେ ଦେଖନ୍ତୁ, କାହିଁକି କମ୍ ପ୍ରତିଶତ ରଖିଥିଲା ପିଲା ମଧ୍ୟ ସିଲେକ୍ସନ୍ ହେଉଛନ୍ତି। ଦେଖନ୍ତୁ କେଉଁ କେଉଁ ଡିଭିଜନରେ ଅଧିକ କଟ୍ ଅଫ୍ ଯାଉଛି ଏବଂ କେଉଁ କେଉଁ ଡିଭିଜନରେ କମ୍ କଟ୍ ଅଫ୍ ମଧ୍ୟ ଯାଇକି ମଧ୍ୟ ଚାକିରି ପାଉଛନ୍ତି। ଆପଣମାନେ ଯେକୌଣସି କ୍ୟାଟେଗୋରିରେ ବିଲଙ୍ଗ କରୁଥିଲେ ମଧ୍ୟ ତ କେଉଁ କେଉଁ ଡିଭିଜନରେ କେତେ କଟ୍ ଅଫ୍ ଯାଉଛି ଚାଲନ୍ତୁ ଅଲ୍ ଇନଫର୍ମେସନ୍ এই ଭିଡ଼ିଓ ମାଧ୍ୟମରେ ଜାଣିବା। କଟ୍ ଅଫ୍ ଦେଖନ୍ତୁ 2024 ପାଇଁ ଆପଣଙ୍କର ସେକେଣ୍ଡ ମେରିଟ୍ ଲିଷ୍ଟର ଆପଣଙ୍କର ଯେଉଁ 44,228 ଭ୍ୟାକେନ୍ସି ଥିଲା ଆପଣଙ୍କ ପାଇଁ ରେଜଲ୍ଟଟି ରିଲିଜ୍ ହୋଇଯାଇଛି। ଦେଖନ୍ତୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଭ୍ୟାକେନ୍ସି ଯଦି ଆମେ ଦେଖିବା କେଉଁ ଜିଲ୍ଲାରେ କେତେ ଆପ୍ଲାଏ କରିଛନ୍ତି ଏବଂ ଆପଣମାନେ ଦେଖନ୍ତୁ 15ଟି ଜିଲ୍ଲା କଥା ଯଦି ଦେଖିବା ବହୁତ କମ୍ କଟ୍ ଅଫ୍ ଯାଉଛି। ଏଥିରେ ଆପଣମାନେ ମିନିମମ୍ 40%, 50%, 60% ରଖିଥିଲା ପିଲାମାନେ ମଧ୍ୟ ଜଲ୍ଦି ଦେଖନ୍ତୁ କାରଣ ଆପଣମାନେ ମଧ୍ୟ ଚାକିରି ପାଇବାର ସମ୍ଭାବନା ରହିଛି। ନଜର ପକାଇବା ଦେଖନ୍ତୁ ସର୍ବପ୍ରଥମେ ଆପଣମାନେ ଦେଖିନିଅନ୍ତୁ ପ୍ରଥମ ମେରିଟ୍ ଲିଷ୍ଟରେ ଯେଉଁ ପ୍ରଥମ ମେରିଟ୍ ଲିଷ୍ଟ 44,228 ପ୍ଲସ୍ ପଦବୀରେ ଯେଉଁ ନିଯୁକ୍ତି ରହିଥିଲା ତାହାର ରେଜଲ୍ଟ ଯେବେ ଆସିଲା ଇୟର୍ମାନଙ୍କ ଯଦି ଦେଖିବା ଦେଖନ୍ତୁ ଏଠାରେ 80ରୁ 99 କେଉଁ ଜାଗାରେ 100% ରଖିଥିଲା ପିଲା ମଧ୍ୟ ଚାକିରି ପାଇଛନ୍ତି ପହିଲା ସିଲେକ୍ସନରେ। ଦେଖନ୍ତୁ 100% ରଖିଥିଲା ପିଲା ଏଇ ଡାକ ବିଭାଗକୁ ଆସିବ ନାହିଁ, ସେ ଜବ୍ କରିବ ନାହିଁ, ନିହାତି ଭାବରେ ଛାଡ଼ି ଦେଉଛନ୍ତି। ତ କେଉଁମାନେ ଜବ୍ ପାଇବେ ଦେଖନ୍ତୁ ବହୁତ କମ୍ କଟ୍ ଅଫ୍ ଯାଉଛି ସେକେଣ୍ଡ ସିଲେକ୍ସନରେ। ଏସ୍ସିବିସି ଯଦି ଆମେ କଥା ଦେଖିବା ଏଥିରେ ମଧ୍ୟ ଆପଣଙ୍କ 78ରୁ ଏଟା ମଧ୍ୟ ଆପଣଙ୍କ 100 ଯାଇଥିଲା ଏବଂ ଏସ୍ସି କଥା ଯଦି ଦେଖିବା ଏଥିରେ ମିନିମମ୍ 75ରୁ ଏଇଟା ମଧ୍ୟ 90% ଯାଇଥିଲା ଏବଂ ଯଦି ଆମେ ଏସ୍ଟି କଥା ଦେଖିବା ଆପଣମାନେ ଯଦି ଏସ୍ଟି କଥା ଦେଖିବେ 75ରୁ 90 ପ୍ଲସ୍ ଯାଇଥିଲା ପ୍ରଥମ ମେରିଟ୍ ଲିଷ୍ଟରେ। କିନ୍ତୁ ଏବେ ଯଦି ଆମେ ଦେଖିବା ଦେଖନ୍ତୁ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଦେଖନ୍ତୁ 100% ରଖିଥିଲା ପିଲାମାନେ ଚାକିରି ଛାଡ଼ି ଯାଉଛନ୍ତି, 90% ରଖିଥିଲା ପିଲାମାନେ ମଧ୍ୟ ଚାକିରି ଛାଡ଼ି ଦେଉଛନ୍ତି। ତ ତା ବ୍ୟତୀତ ତେଣୁକରି ଯେଉଁମାନେ କମ୍ ପ୍ରତିଶତ ରଖିଛନ୍ତି ସେମାନେ 100% ଚାକିରି ପାଇପାରିବେ। ତ ଦେଖନ୍ତୁ କ'ଣ କଲେ ଚାକିରି ମିଳିବ, ଆପଣମାନେ କେଉଁ ଡିଭିଜନରେ ଆପ୍ଲାଏ କରୁଛନ୍ତି, କାହିଁକି କଟ୍ ଅଫ୍ କମ୍ ଯିବ ଦେଖନ୍ତୁ। ମନେ କରୁନ୍ ଆପଣମାନେ ଯେଉଁ ଜିଲ୍ଲାରେ ମନେ କରୁନ୍ ଆପଣମାନେ ବଲାଙ୍ଗୀର ଜିଲ୍ଲାରେ ଆପ୍ଲାଏ କରିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ବହୁତ ସାରା ବିଓ ରହୁଛି। ତ ମନେ କରୁନ୍ ଏ ବିଓ, ବି ବିଓ, ସି ବିଓ ଏବଂ ଡି ବିଓ। ଆମେ ଗୋଟେ 4ଟି ବିଓର ଉଦାହରଣ ଦେଲୁ। ଏ ବିଓରେ ଦେଖନ୍ତୁ ଗୋଟେ ପିଲା 97 ରଖିଛି, 82 ରଖିଛି, 80 ରଖିଛି ଏବଂ 71 ରଖିଛି, ତା ତଳକୁ ରହିଛି। ବି ବିଓରେ ଯଦି ଦେଖିବା 90 ରଖିଛି ଗୋଟେ ପିଲା, ଗୋଟେ 89 ରଖିଛି, ତା ତଳକୁ 72 ରଖିଛି, 1 ରଖିଛି, ତା ତଳକୁ ଅଛି। ଏବଂ ସି ବିଓରେ ଯଦି ଆମେ ଦେଖିବା ଏଇ ଜାଗାରେ ଦେଖନ୍ତୁ 78 ରଖିଛି ଗୋଟେ ପିଲା ଏବଂ 71 ରଖିଛି, ଏମିତିକି ତଳକୁ ରହିଛି ଏବଂ ଡି ବିଓରେ ଆଉ ମଧ୍ୟ କମ୍ ରହିଛି। ତ ଏବେ ଯଦି ଆମେ ଦେଖିବା ଦେଖନ୍ତୁ ଏ ବିଓରେ ଯଦି ଦେଖିବା ସମସ୍ତ ହାଇଏଷ୍ଟ ମାର୍କ ରହୁଛି 97 ରଖିଥିଲା ପିଲା ଚାକିରି ପାଉଛି। କିନ୍ତୁ ବି ବିଓରେ ଯଦି ଦେଖିବା ଦେଖନ୍ତୁ ଏଇଟାରେ 90 ରଖିଥିଲା ପିଲା ମଧ୍ୟ ଚାକିରି ପାଉଛନ୍ତି ଏବଂ ଏଥିରେ ଦେଖନ୍ତୁ ସି ବିଓରେ ଯଦି ଆମେ ଦେଖିବା ଦେଖନ୍ତୁ ଏଥିରେ 78 ରଖିଥିଲା ପିଲା ଚାକିରି ପାଇଛନ୍ତି ଏବଂ ଏଥିରେ ଯଦି ଦେଖିବା ବି ବିଓରେ ଦେଖନ୍ତୁ 85 ମାର୍କ ରଖିଥିଲା ପିଲା ମଧ୍ୟ 89 ରଖିଥିଲା ପିଲା ମଧ୍ୟ ଚାକିରି ପାଉନି। ତ ଏହିପରି ହିସାବରେ ଆପଣଙ୍କୁ ସିଲେକ୍ସନ୍ କରାଯାଉଛି, ତେଣୁକରି ଆପଣଙ୍କର ମାର୍କ କମ୍ କଟ୍ ଅଫ୍ ଯାଉଛି।
ଏବେ ଦେଖନ୍ତୁ ଆପଣମାନେ ଯେଉଁ ବିଓରେ ଆପ୍ଲାଏ କରିଛନ୍ତି ଆପଣଙ୍କର ବିଓରେ ଯେତେ ବି ପିଲା ଆପ୍ଲାଏ କରିଛନ୍ତି ତାଙ୍କ ମଧ୍ୟରୁ ଆପଣଙ୍କର ମାର୍କ ଯଦି ହାଇଏଷ୍ଟ ହେଉଛି ମେଟ୍ରିକୁଲେସନ୍ ମାର୍କ ତ ତାହେଲେ ଆପଣମାନେ ଚାକିରି ପାଇବେ ଅର୍ଥାତ୍ ଆପଣମାନେ ଯେଉଁ ଯେଉଁ ବିଓରେ ଭ୍ୟାକେନ୍ସି ରହୁଛି ସେ ବିଓରେ ଯେତେ ବି ପିଲା ପକାଇଛନ୍ତି ସେତେ ପିଲା ମଧ୍ୟରୁ ଆପଣଙ୍କର ମାର୍କ ହାଇଏଷ୍ଟ ହେଲେ ଆପଣମାନେ ଚାକିରି ପାଉଛନ୍ତି ଅର୍ଥାତ୍ ସବୁ ବିଓରେ ସବେ ଆବେଦନ କରିପାରିବେ ନାହିଁ ତେଣୁକରି ଆପଣମାନେ ଯେଉଁ ଯେଉଁ ଜିଲ୍ଲାରେ ଆପ୍ଲାଏ କରିଛନ୍ତି ନିହାତି ଭାବରେ ଦେଖି ନିଅନ୍ତୁ ଆପଣଙ୍କର ବିଓରେ କମ୍ କଟଅଫ୍ ଯାଉଛି। लिस्ट कथा देखा देखो आपण देखो जो 44,228 प्लस पदवी वैकेंसी रोचे यूआर मान 75 रो 86 एससीबीसी मान 69 रो 78 एससी कैटेगरी बिलंग करते 67 रो 72 एसटी कैटेगरी बिलंग करते 64 रो 70 मध्य मार्क रही तो आप निहाती भाव में चाकरी पाइबे। धन्यवाद।